ଭଗବାନ ଶିବଙ୍କୁ କାହିଁକି ଭିକାରୀ ବେଶ ନେବାକୁ ପଡ଼ିଥିଲା? ଦେଖନ୍ତୁ, ହନୁମାନଙ୍କ ଜନ୍ମ ପୂର୍ବରୁ ମାତା ଅଞ୍ଜନାଙ୍କ ଘରକୁ ଗୋଟିଏ ଭିକାରୀ ଆସିଲା ଓ ଖାଇବା ପାଇଁ କିଛି ମାଗିଲା। ତ ମାତା ଅଞ୍ଜନା ତାକୁ ହାତ ଧୋଇବା ପାଇଁ କହିଲେ। ଏହା ଶୁଣି ଭିକାରୀ କହିଲା, ତୁ ମୋତେ ଶିଖାଇବୁ କ'ଣ କରିବା ଉଚିତ ନା ନାହିଁ? ସେହି ଭିକାରୀ ମହାଦେବଙ୍କ ସିଂହାସନରେ ବସିଗଲା ଓ କହିଲା, ଯଥାଶୀଘ୍ର ମୋତେ ଖାଇବାକୁ ଦିଅ। ଭିକାରୀଟି ଖାଇବା ବେଳେ ଖାଇବା ଥୁକିବାକୁ ଲାଗିଲା ଓ କହିଲା, ପୁଡ଼ି ତ କଞ୍ଚା ଅଛି ଓ କ୍ଷୀରି ବି ମିଠା ନାହିଁ। ତୁମକୁ କ'ଣ ଖାଇବା ବନେଇବା ଆସେ ନାହିଁ? ଆଉ କହିଲା, ତୁମର ବିନା ସ୍ୱାଦର ଖାଇବା ତ ମୁଁ ଖାଇଛି, ଏହାର କିଛି ତ ଫଳ ତୁମକୁ ମିଳିବ, ହେଲେ ଏହି ଖାଇବା ଯଦି ମହାଦେବ ଖାଇଥାନ୍ତେ ତାହେଲେ ତୁମକୁ କିଛି ମିଳିନଥାନ୍ତା। ତ ମାତା ଅଞ୍ଜନା ରାଗିଗଲେ ଓ କହିଲେ, ଯଦି ତୁ ମହାଦେବଙ୍କ ବିଷୟରେ କିଛି ବି କହିଲୁ ତେବେ ମୋ ଠାରୁ ଖରାପ ଆଉ କେହି ହେବେନି। ଏତେ ଶୁଣିବା ମାତ୍ରକେ ଭଗବାନ ଶିବ ନିଜର ଅସଲ ରୂପକୁ ଆସିଗଲେ ଓ ମାତା ଅଞ୍ଜନାଙ୍କ ଭକ୍ତିକୁ ଦେଖି ପ୍ରସନ୍ନ ହୋଇଗଲେ ଓ ତାଙ୍କର ପୁତ୍ର ପ୍ରାପ୍ତିର ବରଦାନ ମଧ୍ୟ ଦେଲେ।